ମୋ ନାଁ ରାଜୁ। ଆଜିର ଏହି କାହାଣୀରେ ମୁଁ ଆପଣମାନଙ୍କୁ କହିବି ମୋର ପଡ଼ିଶା ଘର ଭାଉଜକୁ ଭାଇ ନଥିଲା ବେଳେ କିପରି ଗେହିକିରି ମୋ ଭାଉଜର ପାଣି ମାରିଲି। ହ୍ୟାଲୋ ଦର୍ଶକ ବନ୍ଧୁ, ମୋର ବୟସ 22 ବର୍ଷ, ବନ କଳା ଏବଂ ମୋର ବାଣ୍ଡଟି 8 ଇଞ୍ଚିର କଳା ମୁଚୁମୁଚୁ ହେଇକିରି। ଦିନେ ଆମ ଘର ପାଖରେ ମୋର ଗୋଟାଏ ଭାଉଜ ରହୁଥିଲେ। ସିଏ ବହୁତ ସେକ୍ସି, ତାଙ୍କର ଫିଗର 36, 30, 36, ମାନେ ଆପଣମାନେ ବୁଝିପାରୁଥିବେ। ତାଙ୍କର ପିଛା ଦୁଇଟା ଦେଖିଲେ ଯେତେବେଳେ ମୁଁ ଦେଖେ ମୋ ସାଙ୍ଗେ ସାଙ୍ଗେ ମୋ ବାଣ୍ଡରୁ ନାଳ ବାହାରିଯାଏ। ଏମିତି ପ୍ରତ୍ୟେକ ଦିନ ମୁଁ ଦେଖେ ମୋ ଭାଉଜକୁ ଏବଂ ମନେ ମନେ ତାଙ୍କୁ ଭାବିକିରି ମଧ୍ୟ ବାଥରୁମରେ ହଲାଏ ଏବଂ ସେ ଯେତେବେଳେ ବି ସାମ୍ନାକୁ ଆସିଯାଆନ୍ତି ତାପରେ ମୁଁ ନ ହଲେଇଲେ ରହିପାରେ ନା। ଏମିତି ଗୋଟେ ଦିନ ଭାଉଜ ଦିନେ ଗାଧେଇକିରି ଆସୁଥିଲେ। ମୁଁ ଦିନେ ତାଙ୍କରି ଘର ଆଡ଼େ ଗୋଟେ ଗାମୁଛା ପିନ୍ଧିକିରି ଯାଉଥିଲି। ଭାଉଜ ଗାଧେଇକିରି ବାହାରିଛନ୍ତି। ମୁଁ ଗୋଟେ ଗାମୁଛା ପିନ୍ଧିକିରି ବାଡ଼ିପଟେ ଯାଉଛି। ଗୋଟେ କଦଳୀ ଚୋପା ଉପରେ ମୋ ଗୋଡ଼ ପଡ଼ିଗଲା ଏବଂ ମୋ ଗୋଡ଼ଟି ଖସିଗଲା। ମୁଁ ତଳେ ପଡ଼ିଗଲି, ମୋ ଗାମୁଛା ଖୋଲିଗଲା। ଭାଉଜ ମୋର କାଳିଆ ମୁଚୁମୁଚିଆ 8 ଇଞ୍ଚିର ବାଣ୍ଡକୁ ଦେଖିଦେଲେ। ଦେଖିକିରି ଡରିଗଲେ। ଦେଖିକିରି ସେ ଡରିଗଲା ପରେ ଦୌଡ଼ିକିରି ହସିକିରି ଘରକୁ ପଳେଇଲେ। ମୁଁ ସବୁ ବୁଝିପାରିଲି କି ଭାଉଜ ତାଙ୍କ ମନରେ ମୋ ପ୍ରତି ବି କିଛି କିଛି ହେଉଛି। ତାପରେ କିଛି ଦିନ ପରେ ମୁଁ ଭାଉଜଙ୍କ ଘରକୁ ଗଲି। ଭାଉଜ ମୋତେ ସେଇ ଦେଖିଥିବା କଥା ସବୁ କହିଲେ। ସିଏ କ'ଣ ଏମିତି କରିଛ, ତମ ଭାଇର ତ ଏତେ ବଡ଼ ନୁହେଁ। ତ ମୁଁ ଟିକେ ଶରମ ହେଇଗଲି, କାହିଁକିନା ଯେତେ ହେଲେ ଭାଉଜ ନା, ତ ମା' ସମାନ। ତ ସେଥିପାଇଁ ମୁଁ ଟିକେ ଲାଜ କରୁଥିଲି। ଦିନେ ଭାଉଜଙ୍କ ଘରେ କେହି ନଥିଲେ। ଭାଉଜ ମୋତେ ଦୋକାନରୁ କିଛି ଆଣିବା ପାଇଁ କହିଥିଲେ। ମୁଁ ଦୋକାନରୁ କିଛି ନେଇକରି ଗଲାବେଳକୁ ଭାଉଜ ତାଙ୍କ ବିଆରେ ଆଙ୍ଗୁଠି ପୁରଉଥିବାର ମୁଁ ଦେଖିଲି। ତ ଦେଖିଲି ଯେମିତି ଭାଉଜ ବି ମୋତେ ଦେଖିନେଲେ ଏବଂ ମୋ ହାତକୁ ଧରି ଟାଣି ନେଲେ। କହିଲେ, ଦେଖ ତମ ଭାଇ ଏବେ ଘରେ ରହୁନାହାନ୍ତି ଏବଂ ମୋର ଭୋକ କେହି ମେଣ୍ଟଉନାହାନ୍ତି। ତମେ ଆଜି ମୋର ଭୋକକୁ ମେଣ୍ଟାଅ। ଏମିତିରେ ବି ମୁଁ ତମର ବାଣ୍ଡ ଦେଖିଛି। କେତେ ବଡ଼ ବାଣ୍ଡ ତମର, କାଳିଆ କଟକଟ ହେଇ 8 ଇଞ୍ଚିର। ଆଜି ସେଇ ମୋଟା ବାଣ୍ଡରେ ମୋତେ ଶାନ୍ତି କରିଦିଅ। ଏମିତି କହି ଭାଉଜ ମୋତେ ହଠାତ୍ ଟାଣି ନେଇଗଲେ। ମୁଁ କିଛି ବୁଝିପାରୁନଥାଏ। ଭାଉଜ ମୋ ସାମ୍ନାରେ ସାଙ୍ଗେ ସାଙ୍ଗେ ନଙ୍ଗଳା ହେଇପଡ଼ିଲେ। ଭାଉଜର ସେ ଗୋରା ଧିଅ, ଏଠି ଏଠି କିଲିକିଆ କିଲିକିଆ ଦୁଧ ଏବଂ ସେ ପିଚାରେ ଭାଙ୍ଗ ପଡ଼ିଥିବା ଦେଖି ମୁଁ ଆଉ ସହିପାରିଲିନି। ମୁଁ 8 ଇଞ୍ଚିର ଧଣ୍ଡ ସାପ ଭଳିଆ ବାଣ୍ଡଟା ସାଙ୍ଗେ ସାଙ୍ଗେ ଠିଆ ହେଇଗଲା। ତ ମୁଁ ଭାଉଜକୁ କିଛି ନ କହି ଭାଉଜକୁ ସାଙ୍ଗେ ସାଙ୍ଗେ ଧରିକିରି ଓଲଟେଇ ଦେଲି ଏବଂ ତାଙ୍କ ଗାଣ୍ଡିରେ ଚାପୁଡ଼ା ମାରିବାକୁ ଲାଗିଲି। ତାଙ୍କ ଗୋରା ଗୋରା ଗାଣ୍ଡିରେ ମୋ ଚାପୁଡ଼ା ଯେତେବେଳେ ବାଜୁଥାଏ, ଓଃ କି ଶାନ୍ତି! ପୁରା ଥଲଥଲ ହେଇଯାଉଥାଏ ତାଙ୍କ ଗାଣ୍ଡି। ସାଙ୍ଗେ ସାଙ୍ଗେ ମୋ ଭାଉଜକୁ ମାଡ଼ି ବସି ତାଙ୍କ ଗାଣ୍ଡିରେ ମୋ ବାଣ୍ଡଟିକୁ ଜବରଦସ୍ତି ପୁରେଇ ଦେଲି। ଭାଉଜ ପୁରା ରଡ଼ି ଛାଇଲେ, କହିଲେ, ଓଃ କ'ଣ କଲ ତମେ? ଏତେ ବଡ଼ ବାଣ୍ଡଟା ମୋ ଗାଣ୍ଡିରେ ପୁରେଇ ଦେଲ। ମୋ ଗାଣ୍ଡି ଢିଲା କରିଦେଲ ତମେ। ଭାଉଜ ଏମିତି ହଉଥାନ୍ତି ଆଉ ଜଲ୍ଦି ପୁରେଇ ଦିଅ। କହୁଥାନ୍ତି, ଯଦି ପୁରେଇଲ ତାହେଲେ ଆଉ ପୁରା ଗେଇଁ ଚାଲ, ମୋତେ ଗେଇଁ ଚାଲ, ମୁଁ ବହୁତ ଦିନରୁ ଭୋକିଲା ଅଛି। ତ ଭାଉଜଙ୍କର ଏମିତିଆ କଥା ଶୁଣି ମୁଁ ଭାଉଜଙ୍କୁ ଗେଇଁ ଚାଲିଲି। ତ ଭାଉଜଙ୍କୁ କିଛି ସମୟ ଗାଣ୍ଡିରେ ଗେଇଁ ସାରିଲା ପରେ ଭାଉଜ ମୋତେ କହିଲେ କି ମୋ ବିଆରେ ଏଥରକ ତମ ମୁସଳ ବାଣ୍ଡକୁ ପୁରାଅ। ତ ମୁଁ ଏ କଥା ଶୁଣି ଆଉ ରହିପାରିଲିନି। ଭାଉଜଙ୍କୁ ସାଙ୍ଗେ ସାଙ୍ଗେ ଓଲଟେଇ ଦେଇ ତାଙ୍କ ବିଆରେ ମୋ ବାଣ୍ଡଟିକୁ ନେଇଛି। ତ କାହାଣୀଟିକୁ ଆଗକୁ ଶୁଣିବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଏହାର ପାର୍ଟ 2 କାଲି ଆସିବାକୁ ଯାଉଛି।